ବାପଭୁବନ ଆଜି ଏହି ବଡ଼ପଣ କବିତାର ଶେଷ ପର୍ଯ୍ୟାୟ ଯେଉଁଟା ଚତୁର୍ଥ ଭାଗ ଦିଆଯାଉଛି, ଏ ଚତୁର୍ଥ ଭାଗକୁ ତମେମାନେ ଧ୍ୟାନ ଦେଇକି ଦେଖ ଏବଂ ଶୁଣ। ଏହା ପରେ ପରେ ତମର ଓଡ଼ିଆର ଗ୍ରାମାର ଥିବ, ଯେଉଁ ଗ୍ରାମାର କି ତମର କଲେଜ ପିଲାମାନେ ପାଇବ, ସ୍କୁଲ ପିଲାମାନେ ପଢ଼ିପାରିବ। ଅଶୁଦ୍ଧି ସଂଶୋଧନ ଏବଂ ଗଭର୍ଣ୍ଣମେଣ୍ଟ ଏଣ୍ଟ୍ରାନ୍ସ ପାଇଁକି ଯେଉଁ ପରୀକ୍ଷା ହେବାକୁ ଯାଉଛି, OSSC ଓ SSC ତା ସହିତ ASO ଏସବୁର ଚାପ୍ଟର ପାଇଁକି ଏହି ଅଶୁଦ୍ଧି ସଂଶୋଧନ ନିହାତି ଆବଶ୍ୟକ ଅଛି। ତୁମର ସ୍କୁଲର 10ମ ଶ୍ରେଣୀର, କଲେଜର +2ର, ତା ସହିତ ଗଭର୍ଣ୍ଣମେଣ୍ଟ ଏଣ୍ଟ୍ରାନ୍ସର। ତେବେ ଆଜି ବର୍ତ୍ତମାନ ବଡ଼ପଣର ଚତୁର୍ଥ ଭାଗର ଶେଷ ପର୍ଯ୍ୟାୟ ତାକୁ ତୁମେ ଧ୍ୟାନ ଦେଇକି ଦେଖ। ଗତକାଲି ଯାଇଥିଲା 46 ନମ୍ବର ଯାଏ। ଆଜି ହେଉଛି ଯେ ଜନ୍ମ ମାନେ 47 ନମ୍ବର ଧର୍ମ ଏକ ପୁତ ଗଢ଼ିଛନ୍ତି ତରିବାକୁ ଏହି ସଂସାର ବାରି। ତେବେ 46 ନମ୍ବର ପଦରେ କାଲି ଯାଇଥିଲା ଜନ୍ମ ଫଳରେ ତୁମେ ଯେଉଁ ଲାଭ କରିଛ ବଡ଼ପଣକୁ ତାକୁ ଧର୍ମ ଦ୍ୱାରା ଚିରସ୍ଥାୟୀ କର। କାହିଁକି ନା ଧର୍ମ ହେଉଛି ଦୁନିଆରେ ସବୁଠୁ ଶ୍ରେଷ୍ଠ ଜିନିଷ। ଯେଉଁ ଧର୍ମରୂପୀ ନୌକାକୁ, ପୋତ ଅର୍ଥ ନୌକା, ବିଧି ଅର୍ଥ ସ୍ରଷ୍ଟା ବା ଆମର ଜଗତକର୍ତ୍ତା, ଯିଏକି ଜଗତକର୍ତ୍ତା ଧର୍ମ ଭଳିଆ ଗୋଟିଏ ନୌକାକୁ ସଂସାରରେ ଗଢ଼ିଛନ୍ତି। ସେ ନୌକାଟିରେ କ'ଣ କରାଯିବ? ଧର୍ମର କାର୍ଯ୍ୟ କ'ଣ? ନା ସଂସାର ରୂପକ ବାରିଧି, ବାରିଗୁଡ଼ିକୁ ଧାରଣ କରିଛି ଯିଏ, ସେ ବାରିଧି। ଉପପଦ ତତ୍ପୁରୁଷ ସମାସ। ସଂସାର ରୂପକ ବାରିଧି ହେଉଛି ରୂପକ କର୍ମଧାରୟ ସମାସ। ଏହି ସଂସାର ରୂପକ ସମୁଦ୍ର, ବାରିଧି ଅର୍ଥ ସମୁଦ୍ର, ସଂସାର ସମୁଦ୍ରକୁ ତରିବାକୁ ଅର୍ଥ ଅତିକ୍ରମ କରିବାକୁ, ସଂସାର ସମୁଦ୍ରକୁ ଅତିକ୍ରମ କରିବାକୁ ଆମର ଜଗତକର୍ତ୍ତା କ'ଣ କରିଛନ୍ତି? ଯେ ଧର୍ମ ରୂପକ ନୌକାକୁ ଗଢ଼ିଛନ୍ତି। କବି କହୁଛନ୍ତି, ହେ ରାଜାମାନେ, ତୁମେମାନେ ଧର୍ମ ଫଳରେ ପ୍ରାପ୍ତ ହୋଇଥିବା ବଡ଼ପଣ ଚିରସ୍ଥାୟୀ କର। 48 ନମ୍ବର ପଦ ଧର୍ମ ଏକ ସିନା, ଏକା ସିନା ମହତ ପଣିଆ, ଆଉ ବଡ଼ପଣ ଅଢ଼େଇ ସିନା। କବି ପୁଣି କହିଲେ, କାହିଁକି ଧର୍ମକୁ ମାନେ ଧର୍ମ ନୌକାକୁ ତୁମେ ମାନେ କ'ଣ କର ନା ଆପଣାର କର? ନା ଧର୍ମ ହେଉଛି ଗୋଟିଏ ମହତ ପଣିଆ। ସଂସାରରେ ସବୁ ବଡ଼ପଣ, ଯିଏ ଯେଉଁ ପ୍ରକାର ବଡ଼ପଣ ପାଇଛି, ବଡ଼ପଣ କହିଲେ ଉଚ୍ଚ ପଦବୀକୁ ଲାଭ କରିବା। ଯିଏ ଯେଉଁ ଉଚ୍ଚ ପଦବୀକୁ ପ୍ରାପ୍ତ ହେଇଛନ୍ତି ସେସବୁ ଅଢ଼େଇ ଦିନିଆ, ଅର୍ଥାତ୍ କ୍ଷଣସ୍ଥାୟୀ, ଅଳ୍ପ ସମୟ ପାଇଁକି ରହିଥାନ୍ତି। କାହିଁକି ନା ତମର ପଦ ରହିଛି, ରୂଢ଼ି ବା ପ୍ରସିଦ୍ଧ ବାଣୀ ରହିଛି, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର। ଆଜି ଯିଏ ରାଜପଦରେ ଅଭିଷିକ୍ତ ହୋଇଛି, କାଲିକି ସିଏ ବି ସମୟକ୍ରମେ ସେ ଫକୀର ହେଇଯାଇପାରେ। ତେଣୁ ସେ ରାଜପଦଟା ଅଢ଼େଇ ଦିନିଆ। ଏଇ ଯେଉଁ ଦିଆହେଇଛି ଅଢ଼େଇ ଦିନିଆ ବଡ଼ପଣ, ତାକୁ ତୁମେ ମାନେ ଅଢ଼େଇ ଦିନିଆ ବଡ଼ପଣକୁ ପାଇ ତୁମେ ଗର୍ବ ନ କରି ଧର୍ମ ଅର୍ଜନରେ ମନ ବଳାଅ, ଯେଉଁଟାକି ସଂସାରରେ ମହତ ପଣିଆ ଅଟେ। ତାପରେ 49 ନମ୍ବର ବଡ଼ପଣ ଭାଇ ଏକା ସିନା ସେହି, ଛଡ଼ାଇ କେହି ଯା ନପା ରହି ନେଇ। କବି କହୁଛନ୍ତି, ହେ ରାଜାମାନେ, ତମେ ଜାଣ ହେ ଭାଇମାନେ, ବଡ଼ପଣଟା ପ୍ରକୃତ ବଡ଼ପଣ ଯେଉଁଟା, ଯେ ଜନ୍ମ ଦ୍ୱାରା ଲାଭ କରାଯାଇଥିବା ବଡ଼ପଣକୁ ତ କିଏ ଛଡ଼େଇ ନେଇଯାଇପାରେ, କିନ୍ତୁ ଧର୍ମ ଫଳରେ ଚିରସ୍ଥାୟୀ, ଧର୍ମ ଦ୍ୱାରା ଚିରସ୍ଥାୟୀ ହେଇଥିବା ବଡ଼ପଣ ଏକା ହେଉଛି ସେଇ ଗୋଟିଏ ସିନା, ତାକୁ କେବେ କେହି ଛଡ଼େଇକିରି ନେଇଯାଇପାରନ୍ତି ନାହିଁ। ଛଡ଼ାଇ କେହି ଯା ନପା ରହି ନେଇ। ତାପରେ ସେଇ ବଡ଼ପଣଟା ତୁମକୁ ମାନେ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ତୁମର କାମରେ ଆସିବ ବା କାର୍ଯ୍ୟରେ ଲାଗିବ। ସେଇ ବଡ଼ପଣ ପାଇଁ ତୁମେ ଚେଷ୍ଟା କର। ବଡ଼ପଣ ସେହି ଅନ୍ତେ ସୁଧା ଯାର, ସୌରଭେ ଚହଟୁ ଥାଏ ଏ ସଂସାର। ସେଇ ଯେଉଁ ବଡ଼ପଣକୁ କେହି ଯେତେବେଳେ ଛଡ଼େଇ ନ ପାରନ୍ତି, ଛଡ଼େଇକିରି ନେଇଯାଇପାରନ୍ତି ନାହିଁ, ସେଇ ବଡ଼ପଣଟା ପ୍ରକୃତରେ ଅନ୍ତେ ମାନେ ଶେଷ ସମୟରେ ସୁଧା ଯାର, ସେହି ବଡ଼ପଣ ଶେଷ ସମୟରେ ସୁଦ୍ଧା ଯାହା ଯେଉଁ ବଡ଼ପଣର, ଯାର ମାନେ ଯେଉଁ ବଡ଼ପଣର ସୌରଭରେ, ସୌରଭ ଅର୍ଥ ସୁଧା
ସୁଗନ୍ଧରେ ଏ ସଂସାର ଚହଟୁଥାଏ ମାନେ ପୁରା ବାସ୍ନାଯୁକ୍ତ ହୁଏ, ସୁଗନ୍ଧଯୁକ୍ତ ହୁଏ ସାରା ସଂସାର। ତାମାନେ ଏ ରାଜାମାନେ ଭାଇମାନେ ତୁମେ ଚିନ୍ତା କର, ତୁମେ ମାନେ ପୂର୍ବରୁ ପଢ଼ା ହେଇଛି ଜନ୍ମ ଅନୁସାରେ କର୍ମ କର, ଜନ୍ମ ଅନୁରୂପ ତୁମେ କର୍ମ କରିଚାଲ। ତେବେ ଏଭଳି କର୍ମ କରିବ, ସେଇ କର୍ମ ଦ୍ୱାରା ଲାଭ କରିଥିବା ବଡ଼ପଣଟି ତୁମର କ'ଣ ହେବ ନା ଚିରସ୍ଥାୟୀ ହେବ। ଯେଉଁ ଚିରସ୍ଥାୟୀ ହେଇଥିବା ବଡ଼ପଣ ଯାହାକୁ କେହି ଛଡ଼େଇ ନେଇକି ଯାଇପାରିବେ ନାହିଁ, ଏବଂ ସେହି ବଡ଼ପଣର ସୁଗନ୍ଧି ସାରା ସଂସାରକୁ ବାସ୍ନାଯୁକ୍ତ କରିଥାଏ। ଅର୍ଥାତ୍ ତୁମକୁ ସମସ୍ତେ ଜଗତବାସୀ ତୁମକୁ ଚିହ୍ନି ପାରନ୍ତି। ଏଇ ରାଜା ଜଣକ ଯିଏକି ଏଭଳି କର୍ମ ପ୍ରଜାବତ୍ସଳ, ଦୟାଳୁ, ପରୋପକାର ଆଦି ସୁନ୍ଦର ଗୁଣଗୁଡ଼ିକର ଅଧିକାରୀ, ଏଇଭଳି ଯେଉଁ ସୁନ୍ଦର ସୁଗୁଣର ଅଧିକାରୀ ହେବା ଅର୍ଥ ତୁମର ବଡ଼ପଣର ସୁଗନ୍ଧି ଚତୁର୍ଦିଗ ବ୍ୟାପିଯିବା ସଂସାର ସାରାକୁ ବୁଝେଇବ। ତେଣୁ କବି କହୁଛନ୍ତି, ହେ ରାଜାମାନେ ତୁମେ ସେଇ ବଡ଼ପଣ ଯେଉଁଟାକି ବାସ୍ନାଯୁକ୍ତ ବଡ଼ପଣ ତାକୁ ହିଁ ଲାଭ କରିବାକୁ ଚେଷ୍ଟା କର। 51 ନମ୍ବର, ବଡ଼ପଣେ ସିନା ସେହି ତାକୁ ଗଣି ଯେଉଁ ବଡ଼ପଣ ଦୁଇ ଲୋକ ସାଧନି। ତାପରେ ପୁଣି କବି କହିଲେ ଯେ ଏ ରାଜାମାନେ ସେଇ ହେଉଛି ପ୍ରକୃତ ବଡ଼ପଣ, ତାକୁ ସିନା ତୁମେ ବଡ଼ପଣ ରୂପେ ଗଣିବ, ନହେଲେ ସବୁ ମାନେ ଜନ୍ମ ଦ୍ୱାରା ଲାଭ କରିଥିବା ଯେଉଁ ବଡ଼ପଣ ବା ରାଜପଦ ତାହା କେବେ ହେଲେ ପ୍ରକୃତ ବଡ଼ପଣ ହେଇନପାରେ। କାହିଁକି ନା ତାହା ଇହଲୋକ ସାଧନୀ, କେବଳ ଏକଲୋକ ସାଧନୀ। କିନ୍ତୁ ଯେ ଧର୍ମ ଦ୍ୱାରା ଲାଭ କରିଥିବା ଯେଉଁ ବଡ଼ପଣ ତାହା ଦୁଇ ଲୋକ ସାଧନୀ। ଦୁଇ ଲୋକ ସାଧନୀ ଅର୍ଥ ସ୍ୱର୍ଗ ଏବଂ ମର୍ତ୍ତ୍ୟରେ ଯେ କି ସାଧନଭୂତା ଅର୍ଥାତ୍ ମାଧ୍ୟମ ବା ନୌକା ଭଳି କାର୍ଯ୍ୟ କରେ। ତେବେ ସେହି ବଡ଼ପଣ ଦୁଇ ଲୋକ ସାଧନୀ, ସ୍ୱର୍ଗ ଓ ମର୍ତ୍ତ୍ୟ ହେଲା ଦୁଇଟି ଲୋକ, ସେ ଦୁଇ ଲୋକର ସାଧନ ମାନେ ମାଧ୍ୟମ ଅଟେ ସେଇ ବଡ଼ପଣ, ତାକୁ ହିଁ ବଡ଼ପଣ ରୂପେ ଗଣିବ, ଯେଉଁଟା ବାସ୍ନାଯୁକ୍ତ ବଡ଼ପଣ ଅଟେ। ସେହି ସିନା ବଡ଼ପଣ ଯହିଁ ଲାଗି ଅନ୍ତକର ବଜ୍ରଦନ୍ତ ଯାଏ ଭାଙ୍ଗି। ସେହି ସିନା ବଡ଼ପଣ ଯହିଁ ଲାଗି ମାନେ ପ୍ରକୃତ ସେଇ ଦୁଇ ଲୋକକୁ ସାଧନ କରିପାରୁଥିବା ବଡ଼ପଣ ଲାଗି, ଅର୍ଥାତ୍ ବଡ଼ପଣ ପାଇଁ ଯମର ବଜ୍ରଦନ୍ତ ଭାଙ୍ଗିଯାଏ। ଯମ କେବେ ହେଲେ ତୁମ ପାଖରେ ପଶିପାରେ ନାହିଁ। ତେବେ ତୁମେ ଯେଉଁ ବର୍ତ୍ତମାନର ଯେଉଁ ସାମ୍ପ୍ରତିକ ପରିସ୍ଥିତିରେ ପ୍ରଜାମାନଙ୍କୁ ଶୋଷଣ କରି ଯେଉଁଭଳି କାର୍ଯ୍ୟ ସାଧନ କରୁଛ ତୁମ ବଡ଼ପଣ ଦ୍ୱାରା ବା ପାଇଥିବା ଜନ୍ମ ଅନୁସାରେ ଯେଉଁ ରାଜପଦ ଦ୍ୱାରା ତୁମେ ପ୍ରଜାମାନଙ୍କ ଉପରେ ଯେଉଁ ସୀମା ଜୁରି ଦେଖାଉଛ, ସେ ବଡ଼ପଣ କେବେ ହେଲେ ଚିରସ୍ଥାୟୀ ନୁହଁ ବା ଦୁଇ ଲୋକର ସାଧନୀ ହେଇନପାରେ। ତେବେ ଦୁଇ ଲୋକ ସାଧନୀ ବାସ୍ନାଯୁକ୍ତ ବଡ଼ପଣ ପାଇଁ ମାନେ ନିଶ୍ଚିତ ମାତ୍ରାରେ ଯମର ବଜ୍ରଦନ୍ତ ଭାଙ୍ଗିଯାଏ। ଯମ କେବେ ହେଲେ ପାଖରେ ବସିପାରେ ନାହିଁ। ସେହି ବଡ଼ପଣେ ପଳାଅ ହଟିକି କାଳ ନପାରିବ ବସିଯା କଟିକି। ତୁମେ ସେହି ବଡ଼ପଣରେ ମନ ବଳାଅ ଯେଉଁଠିକି କାଳ ତୁମ କତିକି ଅର୍ଥ ନିକଟକୁ ତୁମ ନିକଟକୁ ବସିଯାଇ ପାରିବ ନାହିଁ। ତୁମେ ସେହି ବଡ଼ପଣରେ ମନ ବଳାଅ। ତୁମେ କେବେ ହେଲେ କ୍ଷଣଯୁକ୍ତ ବାସ୍ନାହୀନ ଆଉ ଏକଲୋକ ସାଧନୀ ବଡ଼ପଣରେ ମନ ବଳାଅ ନାହିଁ। ତୁମେ ପ୍ରକୃତ ବଡ଼ପଣରେ ମନ ବଳାଇ ଦିଅ, ଯେଉଁ ବଡ଼ପଣ ଦ୍ୱାରା କାଳ ତୁମ ପାଖକୁ ପ୍ରବେଶ କରିପାରିବ ନାହିଁ। ହେଳା କର ନାହିଁ ପାଇ ଏ ସୁବିଧା ଲଭିବାକୁ ସେହି ବଡ଼ପଣ ନିଦା। 54 ନମ୍ବରରେ କହିଲେ, ହେ ରାଜାମାନେ ତୁମେ ଏ ସୁବିଧାକୁ ପାଇକିରି କଦାପି ହେଳା କର ନାହିଁ। ହେଳା କଲେ ତୁମର ଭେଳା ବୁଡ଼ିଯିବ। ତେବେ ଭେଳା ବୁଡ଼ିଯିବ ଅର୍ଥ କ'ଣ ନା ଯମ ତୁମକୁ ଆସିକି ମାନେ ଝିଙ୍କାଡ଼ିକିରି ରଗଡ଼ିକିରି ତୁମକୁ ମାନେ ଏମିତି ମାତ୍ରାରେ କଷଣ ଦେବ ତୁମ ଶେଷ ଜୀବନ ବେଳକୁ, ଯେଉଁଟାକି ତୁମର ମାନେ ଯେଉଁଟାକି ଚିନ୍ତାର ବହିର୍ଭୂତ କଷ୍ଟ ତୁମକୁ ଭୋଗ କରିବାକୁ ପଡ଼ିବ। ତୁମେ ଭାବିନଥିବ ଏତେ କଷ୍ଟ ତୁମ ଭାଗ୍ୟରେ ଥିଲା ବୋଲି। ତେବେ ଏଇ ଯେଉଁ ବଡ଼ପଣ ସୁବିଧାକୁ ତୁମେ ଯେତେବେଳେ ଲାଭ କରୁଛ ବା ଲାଭ କରିବା ପାଇଁ ଚେଷ୍ଟା କର, ତୁମେ ଏଥିରେ ହେଳା କର ନାହିଁ।
ଯେଉଁଟା ଦୁଇ ଲୋକ ସାଧନୀ ଏବଂ ଦ୍ୱିତୀୟରେ ଲଭିବାକୁ ସେହି ବଡ଼ପଣ ନିଦା। ତୁମେ ଏ ସୁବିଧା ପାଉଛ ଯେଉଁଟା ନିଦା ବଡ଼ପଣ, ଅର୍ଥାତ୍ ବାସନାଯୁକ୍ତ ବଡ଼ପଣ, ଧର୍ମ ଦ୍ୱାରା ଚିରସ୍ଥାୟୀ ହେଇଥିବା ବଡ଼ପଣ, ତିନିରେ ଦୁଇ ଲୋକ ସାଧନୀ ବଡ଼ପଣ, ଏହିସବୁ ତିନି ଚାରି ପ୍ରକାର ବଡ଼ପଣ, ତିନି ଚାରି ପ୍ରକାର ବିଶେଷଣ ଯୁକ୍ତ ବଡ଼ପଣ ଯେଉଁଟାକି ନିଦା। ନିଦା ମାନେ ପୁରା ଦୃଢ଼ ଅଟେ। ତାକୁ ହିଁ ଲାଭ କରିବା ପାଇଁ ତୁମେ ତୁମର କେବେ ହେଲେ ସୁବିଧା ଯେତେବେଳେ ପାଉଛ ସେ ସୁବିଧାର କ'ଣ କର, ସଦୁପଯୋଗ କର, ସେ ସୁବିଧାକୁ ଅଜ୍ଞାନ କର ନାହିଁ। ରାଜଧର୍ମର ଆତ୍ମତତ୍ତ୍ୱ ରୂପକ ରାଜଧର୍ମରେ ତୁମେ ମତି ଦେଇ ମନ ବଳାଇ ତୁମେ କ'ଣ କର, ଉଚ୍ଚତର ଗତିକୁ ଲାଭ କର, ଉଚ୍ଚ ହୋଇଯାଅ, ଯାହାଫଳରେ ଉଚ୍ଚତର ଗତିକୁ ଲାଭ କରିବ। ତେବେ ଏଇଠି ସାଧାରଣତଃ ଜାଣିଥିବା ଦରକାର ପିଲାମାନେ ଯେ ରାଜଧର୍ମ କହିଲେ କ'ଣ ନା ପ୍ରଜାବତ୍ସଳ। ପ୍ରଜାବତ୍ସଳ ପ୍ରଜାନୁରଞ୍ଜକ ହେବା ହେଉଛି ରାଜାଙ୍କର କର୍ତ୍ତବ୍ୟ, ଯାହାକୁ ରାଜଧର୍ମ ବୋଲି କୁହାଯାଉଛି। ପ୍ରଜାମାନେ ଯେଉଁଠି ସନ୍ତୁଷ୍ଟ, ଯେଉଁ ରାଜ୍ୟରେ ଯେଉଁ ରାଜାଙ୍କର ଶାସନରେ, ତମେ ଜାଣିଥିବ ରାଜାମାନଙ୍କ ପାଖରେ ସାମ ଦାନ ଦଣ୍ଡ ନୀତି ଏଇଭଳି 6ଟି ଯେଉଁ ଭେଦ, ମାନେ ଦଣ୍ଡ ନୀତି ଯେଉଁ ଭେଦ ସବୁ ରହିଛି, ଯେଉଁ ରାଜଦଣ୍ଡ ହେଉଛି 6 ପ୍ରକାର। ସେ 6 ପ୍ରକାର ରାଜଦଣ୍ଡକୁ ପାଳନ କରିବା ପାଇଁ ତୁମେମାନେ କ'ଣ କର, ତା ଭିତରେ ରାଜଧର୍ମ ତୁମେ ତା ମଧ୍ୟରେ ପାଳନ କରିପାରିବ। ରାଜଧର୍ମ ପାଳନରେ ଆତ୍ମତତ୍ତ୍ୱ ଜ୍ଞାନର ଆବଶ୍ୟକ ରହିଛି, ଅର୍ଥାତ୍ ନିଜେ ନିଜକୁ ଚିହ୍ନିବା ହେଉଛି ଆତ୍ମତତ୍ତ୍ୱ। ଆତ୍ମାର ତତ୍ତ୍ୱ ଆତ୍ମତତ୍ତ୍ୱ, ଆତ୍ମ ସମ୍ବନ୍ଧୀୟ ତତ୍ତ୍ୱ। ନିଜର ଆତ୍ମା ବା ଜୀବାତ୍ମାରେ ତୁମର ମନ ବଳେଇବ, ଜୀବାତ୍ମାରେ ମନ ଦେଇକିରି ମତି ବଳେଇକିରି ତୁମେ ଜାଣିପାରିବ ତୁମର ପ୍ରକୃତ କ'ଣ, କେଉଁ କର୍ତ୍ତବ୍ୟ ତୁମର ଠିକ୍, କେଉଁ କର୍ତ୍ତବ୍ୟ ତୁମ ପାଇଁ ଭୁଲ। ଏହା ହେଉଛି ତୁମର ଆତ୍ମତତ୍ତ୍ୱ ସମୀକ୍ଷାର ସମୟ। ଏହି ଆତ୍ମତତ୍ତ୍ୱରେ ରାଜଧର୍ମରେ ତୁମେ ମନ ବଳାଅ, ଯାହାଫଳରେ ତୁମେ ଟିକେ କ'ଣ ହେବ ନା ଉଚ୍ଚ ହୋଇକିରି ଉଚ୍ଚତର ଗତିକୁ ଲାଭ କରିପାରିବ। ତାପରେ
ରାଜ୍ୟକୁ ଅତିକ୍ରମ କରିବା ପାଇଁ ଅର୍ଥାତ୍ ରାଜଧର୍ମ ପାଳନ କରିବା ପାଇଁ ପୃଥ୍ୱୀ ଗୋଟିଏ ବୋଟ ବା ନୌକାକୁ ଗଢ଼ିଛନ୍ତି। ତାପରେ 85 ନମ୍ବର, ସଂସାରରେ ମହତ୍ତ୍ୱପଣିଆ କାହାର ଅଛି? ସଂସାରରେ ମହତ୍ତ୍ୱପଣିଆ କାହାର ଅଛି? ନା ସକଳ ପ୍ରାଣୀ ଜଗତକୁ ଧାରଣ କରି ରଖିଥିବା ଧର୍ମର ହିଁ ସଂସାରରେ ମହତ୍ତ୍ୱପଣିଆ ରହିଛି, ଅନ୍ୟ କାହାରି ନାହିଁ। ଅର୍ଥାତ୍ ଯେଉଁ ଧର୍ମ ସମଗ୍ର ପ୍ରାଣୀ
ସମାଜରେ ବ୍ୟକ୍ତି ନିଜକୁ ଯାହା ଯେଉଁଥିରେ ମଗ୍ନ କରିପାରେ ତାହା ସମ୍ପୂର୍ଣ୍ଣ ମୂଲ୍ୟହୀନ, ସେଇ ବଡ଼ପଣ ସମ୍ପୂର୍ଣ୍ଣ ତ୍ୱକସାର ଅଟେ। 98 ନମ୍ବର। ମନ କେଉଁଥିରୁ ବାହୁଡ଼ିବା ବିଧେୟ। ମୂଲ୍ୟହୀନ ଅସାର ବଡ଼ପଣ, ମୂଲ୍ୟହୀନ ବା ଅସାର ବଡ଼ପଣ ପ୍ରତି ଯେଉଁ ଲୋଭ ବା ଲାଳସା, ସେଥିରୁ ମନଟାକୁ ବାହୁଡ଼ିବା ମାନେ ଉଚିତ। ବିଧେୟ ଅର୍ଥ ଉଚିତ। 99 ନମ୍ବର। ଦୁନିଆର ମାନ କେଉଁ ପ୍ରକାର କ୍ଷେତ୍ରରେ ଦେଖିବା ବିଧେୟ। ମାନ ଅର୍ଥ ମର୍ଯ୍ୟାଦା। ସମାଜରେ ଦୁନିଆର ମର୍ଯ୍ୟାଦାକୁ ଆସକ୍ତିବିହୀନ ଭାବରେ ଦେଖିବା ଉଚିତ, କାରଣ ସଂସାର ମିଛମାୟା ପରିପୂର୍ଣ୍ଣ ଅଟେ। ତେଣୁ ଏହାର ମାନକୁ ଆସକ୍ତି ନ ରଖି ଏହାର ମର୍ଯ୍ୟାଦାକୁ ଆସକ୍ତିବିହୀନ ହୋଇ ଦେଖିବା ଉଚିତ। 100 ନମ୍ବର ପ୍ରଶ୍ନ। ଦୁନିଆର ମାନକୁ ଦେଖି କ'ଣ କରିବା ଉଚିତ। ମିଛମାୟା ପରିପୂର୍ଣ୍ଣ ସଂସାରକୁ ଅନାସକ୍ତ ଦୃଷ୍ଟିରେ ଦେଖିଲେ ଧର୍ମ ଅର୍ଜନରେ ମନ ବଳିବ। ତେଣୁ ନିଜ ଧର୍ମ ପାଳନରେ ଏକାଗ୍ରତା ଆଣିବା ଉଚିତ। ଦୁନିଆର ସମ୍ମାନକୁ, ମାନ ବା ମର୍ଯ୍ୟାଦାକୁ ଦେଖି ତୁମେମାନେ ନିଜ ଧର୍ମ ପାଳନ କରିବାରେ ବ୍ରତୀ ହେବା ଉଚିତ। 101 ପ୍ରଶ୍ନ। କେଉଁପରି ଧର୍ମରେ ମତି ପଳାଇବା ଉଚିତ।